ଆଜିର ପ୍ରସଙ୍ଗ ଜାତୀୟ ପଞ୍ଚାୟତରାଜ ଦିବସ। ଆଲେଖ୍ୟ ବିଏନ୍ ଦୁର୍ଗା, ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତରେ ପ୍ରତିବର୍ଷ ଏପ୍ରିଲ 24 ତାରିଖରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ କରାଯାଏ। ଏହି ଦିନଟି 1993 ମସିହା 73ତମ ସାମ୍ବିଧାନିକ ସଂଶୋଧନ ଆଇନ କାର୍ଯ୍ୟାନ୍ୱୟନକୁ ଚିହ୍ନିତ କରେ, ଯାହା ପଞ୍ଚାୟତରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ମାନ୍ୟତା ଦେଇଥିଲା। ପ୍ରଥମ ଜାତୀୟ ପଞ୍ଚାୟତରାଜ ଦିବସ 24 ଏପ୍ରିଲ 2010ରେ ଘୋଷଣା କରାଯାଇଥିଲା। ଭାରତର ପଞ୍ଚାୟତରାଜ ବ୍ୟବସ୍ଥାକୁ ପ୍ରଥମେ ଜବାହରଲାଲ ନେହେରୁଙ୍କ ଦ୍ୱାରା 2 ଅକ୍ଟୋବର 1959ରେ ରାଜସ୍ଥାନର ନାଗୌରରେ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରାଯାଇଥିଲା। ରାଜସ୍ଥାନ ପରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତରାଜ ଲାଗୁ କରିବାରେ ଦ୍ୱିତୀୟ ରାଜ୍ୟ ହୋଇଥିଲା। 1992 ମସିହାରେ ଭାରତୀୟ ସମ୍ବିଧାନର 73ତମ ସଂଶୋଧନ ସହିତ ପଞ୍ଚାୟତରାଜ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଏବଂ ଆନୁଷ୍ଠାନିକ କରାଯାଇଥିଲା, ଯାହା ଏହି ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ କରିଥିଲା। ଗ୍ରାମୀଣ ଭାରତରେ ସ୍ଥାନୀୟ ଶାସନକୁ ସୁଦୃଢ଼ କରିବା, ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ଜୀବନର ଗୁଣବତ୍ତା ବୃଦ୍ଧି କରିବାରେ ପଞ୍ଚାୟତରାଜ ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପଞ୍ଚାୟତରାଜ ବ୍ୟବସ୍ଥା ଅନେକ କାରଣରୁ ଗୁରୁତ୍ୱପୂର୍ଣ୍ଣ। ଏହା ସ୍ଥାନୀୟ ସ୍ତରରେ ପ୍ରଶାସନିକ ଏବଂ ଆର୍ଥିକ କର୍ତ୍ତୃପକ୍ଷଙ୍କୁ ବିକେନ୍ଦ୍ରୀକରଣ କରି ଶାସନକୁ ଲୋକଙ୍କ ନିକଟତର କରିଥାଏ। ଏହା ଗ୍ରାମାଞ୍ଚଳର ଜନସଂଖ୍ୟାକୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରି ସଶକ୍ତ କରିଥାଏ। ସେମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରସଙ୍ଗରେ ସେମାନଙ୍କର ସ୍ୱର ଶୁଣାଯାଉଛି ବୋଲି ସୁନିଶ୍ଚିତ କରିଥାଏ। ଏହା ଗ୍ରାମ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ନିର୍ବାଚିତ ପ୍ରତିନିଧିମାନଙ୍କ ମାଧ୍ୟମରେ ସ୍ଥାନୀୟ ସ୍ୱାୟତ୍ତ ଶାସନକୁ ସକ୍ଷମ କରି ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରେ। ଏହା ଜାତିଗତ ବୈଷମ୍ୟ ଏବଂ ଲିଙ୍ଗଗତ ଅସମାନତା ଭଳି ସାମାଜିକ ନ୍ୟାୟ ସହିତ ଜଡ଼ିତ ସ୍ଥାନୀୟ ସମସ୍ୟାଗୁଡ଼ିକର ସମାଧାନ କରିବାରେ ସାହାଯ୍ୟ କରେ, ଯାହା ଉପେକ୍ଷିତ ଗୋଷ୍ଠୀଗୁଡ଼ିକୁ ଶାସନରେ ଅଂଶଗ୍ରହଣ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରେ। ଭାରତରେ ଶାସନରେ ମହିଳାମାନଙ୍କ ଅଂଶଗ୍ରହଣକୁ ପଞ୍ଚାୟତରାଜ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିଛି। 73ତମ ସାମ୍ବିଧାନ ସଂଶୋଧନ ଆଇନ ଅନୁଯାୟୀ ପଞ୍ଚାୟତରାଜ ଦିବସ ପ୍ରତିଷ୍ଠାରେ ଅତି କମରେ 1/3 ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବା ଆବଶ୍ୟକ। ଏହାଦ୍ୱାରା ସ୍ଥାନୀୟ ସରକାରୀ ପଦବୀରେ ନିର୍ବାଚିତ ମହିଳାଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ପାଇଛି। ପଞ୍ଚାୟତରାଜ ପ୍ରତିଷ୍ଠାନରେ ମହିଳାମାନଙ୍କର ଉପସ୍ଥିତି ନେତୃତ୍ୱ ଭୂମିକାରେ ମହିଳାମାନଙ୍କ ପ୍ରତି ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଛି। ଏହା ଅଧିକ ମହିଳାମାନଙ୍କୁ ସାର୍ବଜନୀନ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଛି। ଭାରତରେ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଏବଂ ଭିତ୍ତିଭୂମିରେ ଗ୍ରାମ ପଞ୍ଚାୟତଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଗ୍ରାମ ପଞ୍ଚାୟତଗୁଡ଼ିକ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବା ପାଇଁ ଦାୟୀ, ଯାହା ସ୍ଥାନୀୟ ବିକାଶ ପ୍ରାଥମିକତାକୁ ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ସମନ୍ୱିତ କରିଥାଏ। ଏହା ନିଶ୍ଚିତ କରେ ଯେ ସ୍ଥାନୀୟ ଆବଶ୍ୟକତା ଏବଂ ବିଶ୍ୱସ୍ତରୀୟ ଲକ୍ଷ୍ୟ ଏକକାଳୀନ ଭାବରେ ସମ୍ବୋଧିତ ହେଉଛି। ପଞ୍ଚାୟତରାଜ ମନ୍ତ୍ରଣାଳୟ ପଞ୍ଚାୟତରାଜ ପ୍ରତିଷ୍ଠାନ ମାଧ୍ୟମରେ ସ୍ଥାୟୀ ବିକାଶ ଲକ୍ଷ୍ୟ ସ୍ଥାନୀୟକରଣ କରିବା ପାଇଁ ଏକ ବିଷୟବସ୍ତୁ ପଦ୍ଧତି ଗ୍ରହଣ କରିଛି। ଏହି ଉଦ୍ଦେଶ୍ୟରେ 9ଟି ମୁଖ୍ୟ ବିଷୟବସ୍ତୁକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଉଛି ଦାରିଦ୍ର୍ୟମୁକ୍ତ ଏବଂ ଉନ୍ନତ ଜୀବିକା ଗ୍ରାମ, ସ୍ୱାସ୍ଥ୍ୟକର ଗ୍ରାମ, ଶିଶୁ ଅନୁକୂଳ ଗ୍ରାମ, ଜଳ ପର୍ଯ୍ୟାୟ ଗ୍ରାମ, ସ୍ୱଚ୍ଛ ଏବଂ ସବୁଜ ଗ୍ରାମ, ସ୍ୱୟଂଚାଳିତ ଗ୍ରାମ, ସାମାଜିକ ଭାବରେ ସୁରକ୍ଷିତ ଗ୍ରାମ, ସୁଶାସନ ସହିତ ଗ୍ରାମ, ଗ୍ରାମରେ ସମନ୍ୱିତ ବିକାଶ। ଜାତୀୟ ପଞ୍ଚାୟତରାଜ ଦିବସ 2025ରେ ବିଷୟବସ୍ତୁ ହେଉଛି ସ୍ୱାୟତ୍ତ ଶାସନ ଅନୁଷ୍ଠାନର ଭାବକୁ ପାଳନ କରନ୍ତୁ। ଏହି ବିଷୟବସ୍ତୁ ସ୍ୱୟଂ ଶାସନ, ଗଣତାନ୍ତ୍ରିକ ଅଂଶଗ୍ରହଣ ଏବଂ ସ୍ଥାନୀୟ ସଶକ୍ତିକରଣର ମୂଳ ମୂଲ୍ୟବୋଧକୁ ଆଲୋକପାତ କରେ, ଯାହା ପଞ୍ଚାୟତରାଜ ଅନୁଷ୍ଠାନ ପାଇଁ ମୌଳିକ। ଆଜି ସ୍ଥାନୀୟ ସ୍ୱାୟତ୍ତ ଶାସନର ଭାବନାକୁ ପାଳନ କରିବା ପାଇଁ ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା ଏବଂ କାର୍ଯ୍ୟକଳାପ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମଗୁଡ଼ିକର ଲକ୍ଷ୍ୟ ପଞ୍ଚାୟତରାଜ ପ୍ରତିଷ୍ଠାନଗୁଡ଼ିକର ସଫଳତାକୁ ଉଜ୍ଜ୍ୱଳ କରିବା ପାଇଁ ତୃଣମୂଳ ଗଣତନ୍ତ୍ର ଏବଂ ସ୍ଥାୟୀ ବିକାଶର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା।